ଚାନ୍ଦ ଓ ଫକୀରମୋହନ ଉଭୟ ରୁଗ୍ଣ ଓ ଦୁର୍ବଳ ଶରୀର। ସେମାନେ ରୁଗ୍ଣ ଓ ଦୁର୍ବଳ ଶରୀରଧାରୀ ହୋଇଥିଲେ। ବାହାରୁ ଲୋକେ ତାଙ୍କୁ କ୍ଷୀଣ ଶରୀରଧାରୀ ମନେ କରୁଥିଲେ ମଧ୍ୟ ତାଙ୍କର ମନୋବଳ ଦୃଢ଼ ଥିଲା। ତାଙ୍କ ମନ ଭିତରେ ଶତସିଂହର ବଳ ଲୁକାୟିତ ହୋଇ ରହିଥିଲା। ମନର ବଳ ହିଁ ପ୍ରକୃତ ବଳ। ସଂସ୍କୃତରେ ଗୋଟିଏ ଶ୍ଲୋକରେ ଅଛି, ପଙ୍ଗୁ ଲଙ୍ଘୟତେ ଗିରି। ଦୁର୍ବଳ ବ୍ୟକ୍ତି ପଙ୍ଗୁ ହେଲେ ମଧ୍ୟ ଗିରି ଲଙ୍ଘିପାରେ। ପ୍ରେମଚାନ୍ଦ ଓ ଫକୀରମୋହନଙ୍କ ଜୀବନରେ ତାହା ହିଁ ଘଟିଥିଲା। ଉଭୟଙ୍କୁ ନିକିତରେ ଓଜନ କଲେ ବା ତୌଲ କଲେ ଦୁଇ ପାଖରେ ପଲା ସମାନ ରହିବ। ଫକୀରମୋହନ ଗୋଟିଏ ବୁଡ଼ି ଯାଉଥିବା ଭାଷାକୁ ବଞ୍ଚାଇ ରଖିବାକୁ ଯାଇ ଲେଖନୀ ଧରିଥିଲେ। ବିଶୁ ମହାରଣାଙ୍କ ପରି ସାହିତ୍ୟର ଏକ କୋଣାର୍କ ସୃଷ୍ଟି କରିଗଲେ। ଓଡ଼ିଆ ଭାଷାର ରକ୍ଷାକର୍ତ୍ତା, ଓଡ଼ିଆ କ୍ଷୁଦ୍ର ଗଳ୍ପର ଜନକ, ଜଣେ ପ୍ରଖ୍ୟାତ ଔପନ୍ୟାସିକ, କାବ୍ୟ ପୁରୁଷ, ଅନୁବାଦକ, ସାମ୍ବାଦିକ ଓ ଜଣେ ଦୂରଦ୍ରଷ୍ଟା ଶାସକ ଭାବରେ ସେ ଯୁଗେ ଯୁଗେ ପୂଜା ପାଇବେ। ସର୍ବେ ଚଳିବେ କାଳ ବଳେ, ଯଶ ରହିବ ବହି ତଳେ। ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଏ ମର ଦୁନିଆରେ କେହି ଅମର ନୁହନ୍ତି। ସମସ୍ତଙ୍କୁ ଦିନେ ନା ଦିନେ ଏ ସୁନ୍ଦର ପୃଥିବୀକୁ ପରିତ୍ୟାଗ କରି ଯିବାକୁ ହେବ। ଫକୀରମୋହନଙ୍କ ଜୀବନରେ ମଧ୍ୟ ସେହି ଦିନଟି ଆସି ପହଞ୍ଚି ଯାଇଥିଲା। ସେ ଦିନଟି ଥିଲା 1918 ମସିହା ଜୁନ୍ ମାସ 14 ତାରିଖ, ପବିତ୍ର ରଜ ସଂକ୍ରାନ୍ତି। ଘରେ ଘରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ସେ ଓଡ଼ିଶାବାସୀଙ୍କୁ କନ୍ଦାଇ ଆରପୁରକୁ ଚାଲିଗଲେ। ସେ ଏ ପୃଥିବୀକୁ ଆସିଥିଲେ 1843 ମସିହା ଜାନୁଆରୀ ମାସ 13 ତାରିଖ ପବିତ୍ର ମକର ସଂକ୍ରାନ୍ତି ଶୁକ୍ରବାର ଦିନ। ମକର ପର୍ବରେ ଘରେ ଘରେ ପିଠାପଣା ଓ ନାଚ ଗୀତର ଝୁମ୍ ଚାଲିଥିବା ସମୟରେ ଏକ ପବିତ୍ର ଲଗ୍ନରେ ମଲ୍ଲିକାଶପୁର ଗାଁ ମାଟିକୁ ଆସିଥିଲା ନୂଆ ଅତିଥିଟିଏ। ଫକୀରମୋହନ ଜନ୍ମ ହୋଇଥିଲେ ମକର ସଂକ୍ରାନ୍ତି ଦିନ, ଆଉ ଚାଲିଗଲେ ରଜ ସଂକ୍ରାନ୍ତି ଦିନ। ସେଥିପାଇଁ ତାଙ୍କୁ ସଂକ୍ରାନ୍ତି ପୁରୁଷ କୁହାଯାଏ। ଜୀବନର ଶେଷ କାଳରେ ସେ ଅନେକ ଦୁଃଖ ପାଇଛନ୍ତି। ପୁଅ ଓ ବୋହୂ କେହି ଜଣେ ହେଲେ ପାଖରେ ନଥିଲେ। ଏକା ଏକା ସେ ସାହିତ୍ୟ ସାଧନାରେ ମଗ୍ନ ଥିଲେ। ତାଙ୍କ ସ୍ତ୍ରୀ କୃଷ୍ଣା କୁମାରୀଙ୍କ ସମାଧି ଓ ତାଙ୍କ ହାତଗଢ଼ା ଶାନ୍ତି କାନନ ତାଙ୍କୁ ଶାନ୍ତି ପ୍ରଦାନ କରୁଥିଲା। ତାଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା ପାଇଁ ତାଙ୍କ ନାମରେ ଗଢ଼ା ହୋଇଛି ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ସରକାରୀ ମେଡ଼ିକାଲ କଲେଜ। ତାଙ୍କର ଅମ୍ଳାନ ପ୍ରତିଭା ଚିରଦିନ ପାଇଁ ଉଜ୍ଜ୍ୱଳ ହୋଇ ରହିଗଲା।